ଏହି ଛଅଟି ଜାଗାରେ ବା ସମୟରେ କ୍ରୋଧ କରିବା ଉଚିତ ନୁହେଁ। ଯେଉଁ ଲୋକମାନେ ସକାଳୁ ଉଠିବା ମାତ୍ରେ ହିଁ କ୍ରୋଧ କରନ୍ତି, ସେମାନଙ୍କର ସବୁ କାମ ବିଗିଡ଼ିବାକୁ ଲାଗେ। ଯେଉଁମାନେ ପୂଜା ସମୟରେ କ୍ରୋଧ କରନ୍ତି, ଭଗବାନ ସେମାନଙ୍କ ପୂଜା ଗ୍ରହଣ କରନ୍ତି ନାହିଁ। ଯେଉଁ ଲୋକ ଖାଇବା ସମୟରେ କ୍ରୋଧ କରେ, ଭଗବାନ ତାଙ୍କୁ ରୋଗୀ ବନେଇ ଦିଅନ୍ତି। ଯେଉଁ ଲୋକମାନେ ଘରୁ କ୍ରୋଧ କରି ବାହାରନ୍ତି, ସେମାନଙ୍କର କୌଣସି ବି କାମ ଭଲରେ ହୁଏ ନାହିଁ। ଆଉ ଯିଏ ଘରକୁ ଫେରିବା ପରେ କ୍ରୋଧ କରେ, ତାହା ଉପରେ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଯାଆନ୍ତି। ଆଉ ଯିଏ ରାତି ସମୟରେ କ୍ରୋଧ କରି ଶୋଇଥାଏ, ତାର ଆୟୁଷ କମିଯାଏ। ଆମକୁ ପକ୍ଷୀଠାରୁ କ'ଣ ଶିକ୍ଷା ମିଳେ? ପରିଶ୍ରମ କରିବା। ପକ୍ଷୀ ପ୍ରତିଦିନ ଖାଦ୍ୟ ପାଇଁ ପରିଶ୍ରମ କରେ। ସକାଳୁ ଉଠିବା। ଅଧିକାଂଶ ପକ୍ଷୀ ଭୋରରୁ ଉଠି ନିଜ କାମ ଆରମ୍ଭ କରନ୍ତି। ଧୈର୍ଯ୍ୟ ରଖିବା। ଗୋଟିଏ ଗୋଟିଏ କାଠି ଆଣି ବସା ତିଆରି କରନ୍ତି। ସ୍ୱାଧୀନ ହେବା। ନିଜ ଶକ୍ତିରେ ବଞ୍ଚିବାକୁ ଶିଖନ୍ତି। ପରିବାରକୁ ଭଲ ପାଇବା। ଛୁଆମାନଙ୍କୁ ଯତ୍ନରେ ପାଳନ କରନ୍ତି। ବିପଦକୁ ସାହସରେ ସାମ୍ନା କରିବା। ବାଧା ଆସିଲେ ମଧ୍ୟ ହାର ମାନନ୍ତି ନାହିଁ। ପ୍ରକୃତି ସହ ସମନ୍ୱୟରେ ରହିବା। ପ୍ରକୃତିକୁ କ୍ଷତି ନ କରି ଜୀବନଯାପନ କରନ୍ତି। ବର୍ଷାରେ ସ୍ୱାସ୍ଥ୍ୟର ଯତ୍ନ। ବାହାରୁ ଆସିବା ପରେ ହାତ ଗୋଡ଼କୁ ସାବୁନରେ ଧୋଇ ଭଲ ଭାବରେ ସଫା କରନ୍ତୁ। ଯଦି ବର୍ଷା ପାଣିରେ ଓଦା ହୋଇ ଯାଇଛନ୍ତି, ତେବେ ତୁରନ୍ତ ସଫା ପାଣିରେ ଗାଧୋଇ ପଡ଼ନ୍ତୁ ଏବଂ ଶରୀର ଭଲ ଭାବେ ଶୁଖାଇ ସଫା ଶୁଖିଲା ପୋଷାକ ପିନ୍ଧନ୍ତୁ। ଏହାଦ୍ୱାରା ସଂକ୍ରମଣ କିମ୍ବା ଚର୍ମରୋଗ ହେବାର ଆଶଙ୍କା କମିଯାଏ। ଓଦା ଜୋତା କିମ୍ବା ମୋଜା ପିନ୍ଧନ୍ତୁ ନାହିଁ। ଏହାଦ୍ୱାରା ପାଦରେ ଫଙ୍ଗାଲ ଇନଫେକ୍ସନ୍ ହୋଇପାରେ। ବର୍ଷା ଦିନେ ସବୁବେଳେ ସତେଜ ଓ ଗରମ ଖାଦ୍ୟ ଖାଇବା ଉଚିତ। ବାସି ଖାଦ୍ୟରେ ଖୁବ୍ ଶୀଘ୍ର ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାନ୍ତି, ଯାହା ଫୁଡ୍ ପଏଜନିଂର କାରଣ ସାଜେ। ଏହି ସମୟରେ ରାସ୍ତା କଡ଼ର ଖୋଲା ଖାଦ୍ୟ, ଗୁପଚୁପ୍, ଦହିବରା କିମ୍ବା କଟା ଫଳ ଆଦି ଖାଇବାଠାରୁ ଦୂରେଇ ରୁହନ୍ତୁ। ଏଥିରେ ଜଳବାହିତ ରୋଗ ହେବାର ଆଶଙ୍କା ସବୁଠାରୁ ଅଧିକ ଥାଏ। ବନ୍ଧାକୋବି, ପାଳଙ୍ଗ ଭଳି ପତ୍ରବହୁଳ ଶାଗ ବର୍ଷା ଦିନେ, କାରଣ ଏଥିରେ ପୋକ ଏବଂ ବ୍ୟାକ୍ଟେରିଆ ରହିଥାନ୍ତି। ଯଦି ବି ଖାଉଛନ୍ତି, ତେବେ ଉଷୁମ ପାଣିରେ ଭଲ ଭାବେ ଧୋଇ ଏବଂ ସିଝାଇ ଖାଆନ୍ତୁ। ସବୁବେଳେ ପାଣିକୁ ଭଲ ଭାବେ ଫୁଟାଇ ଥଣ୍ଡା କରି ଛାଣି ପିଅନ୍ତୁ। ଏହାଦ୍ୱାରା ପାଣିରେ ଥିବା ସମସ୍ତ ଜୀବାଣୁ ନଷ୍ଟ ହୋଇଯାଆନ୍ତି। ମୃତ୍ୟୁ ବୁଝେ ନାହିଁ ବୁଢ଼ା କି ଭେଣ୍ଡିଆ, ଯମ ଦେଖେ ନାହିଁ ଟଙ୍କା, ମଶାଣି ଦେଖେ ନାହିଁ ଧନୀ କି ଗରିବ। ସତ୍ୟ ସେହି ଦୁଇ ଶିଖା। ପୁଙ୍ଗୁଳା ଦେହରେ ଜନ୍ମ ଲଭିଛୁ, ପୁଙ୍ଗୁଳା ତୁ ଯିବୁ ଚାଲି। କେତେ କରୁଅଛୁ ଗର୍ବ ଅହଙ୍କାର, ଶରୀର ତୋ ମାଟି ବାଲି। ଦାନ ଧର୍ମ କରି ଜୀବନ ତୋ ଯାଉ, ତ୍ୟାଗ କରିଦେ ତୋ ଅହଙ୍କାର। ମଶାଣିରେ ଯେବେ ତୁ ଶେଷ ବିଦାୟ ନେବୁ, ଖାଲି ରାମ ନାମ ଏକା ସାର। ଜୟ ଶ୍ରୀ ଜଗନ୍ନାଥ।